ଆଜ୍ଞା ନିଶ୍ଚିତ ଭାବରେ ତପସ୍ୟା ରଙ୍ଗମଞ୍ଚ ଆପଣ ମାନଙ୍କୁ ଗୋଟେ ସୁନ୍ଦର ନାଟକ ସହିତ ଗୋଟେ ସୁନ୍ଦର ସଜସଜା ସହିତ ଆପଣଙ୍କୁ ଭେଟିଦବ ବହୁତ ଜଲ୍ଦି। ଆଉ ତପସ୍ୟା ରଙ୍ଗମଞ୍ଚ ହଉଛି ଗୋଟେ କଳାର କାରଖାନା। ଏଠି ବହୁତ ଆର୍ଟିଷ୍ଟ କ୍ରିଏଟ ହେଇକି ଯାଇଛନ୍ତି। ତ ମୁଁ ବି ଆସିଥିଲି ଏଠି ମୁଁ ବି କିଛି ଶିଖିଛି। ତ ମତେ ଯାତ୍ରାରୁ ଆସିଛି ମୁଁ କିଛି ପର୍ଯ୍ୟନ୍ତ ଡିସାଇଡ କରି ଆଜ୍ଞା 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 ନିଶ୍ଚିନ୍ତ ଭାବରେ ଟିଟନ ସାରଙ୍କର ଆଉ ରାଣୀ ପଣ୍ଡା ମ୍ୟାଡାମଙ୍କର କୋଉଠି ନା କୋଉଠି ଗୋଟେ ଭାବନା ତାଙ୍କର ରହିଛି କି ଆଗରୁ ପୁରୁଷ ମାନେ ନାରୀର ଅଭିନୟ କରୁଥିଲେ। ଯଦି ସେ ନାଟକକୁ ପ୍ରାଧାନ୍ୟ ଦିଆଯାଉଥିଲା ବହୁତ ଭଲ ଭଲ ନାଟକ ଅଛି ଯୋଉଠି ପୁରୁଷ ମାନେ ନାରୀର ଅଭିନୟ କରିଛନ୍ତି ଏବଂ ରାଷ୍ଟ୍ରୀୟ ମାନ୍ୟତା ବି ପାଇଛି ସେ ନାଟକ। ଯଦି ସେଇଠି ରାଷ୍ଟ୍ରୀୟ ମାନ୍ୟତା ପାଇପାରୁଛି ଏଇଠି ଗୋଟେ ଟ୍ରାନ୍ସ ସେ କାହିଁକି କରିପାରିବନି। ତାଙ୍କର ସେ ଜେନେରେସନ ଟା ବହୁତ କିଛି ଚେଞ୍ଜ ହେଇଯାଇଛି। ସେତେବେଳେ ସେମାନେ ୱିକ୍ ଲଗାଉଥିଲେ ଏମାନେ ଏବେ ଟ୍ରାନ୍ସଜେଣ୍ଡର ମାନେ ଗୋଟେ ପଲିଟିକାଲ ଗୋଟେ ଝିଅଠୁ ବି କିଛି କମ ନାହାନ୍ତି। ତ କାହିଁକି କରିପାରିନି ସେ ସବୁ ଚିନ୍ତାରେ ନେଇକରି ସେମାନେ ଗୋଟେ ପଦକ୍ଷେପ ନେଇଛନ୍ତି କି ଟ୍ରାନ୍ସ ମାନଙ୍କୁ ସୁଯୋଗ ମିଳିବା ଦରକାର। ଆଉ ଟ୍ରାନ୍ସ ମାନଙ୍କ ଭିତରୁ ମୁଁ ତ ଆମେ 2 ଜଣ ଅଛୁ ମୁଁ ଆମର ଜଣେ ସାଙ୍ଗ ଆମେ ଅଲରେଡି ଏ ବର୍ଷ ଯାଉଛୁ ଯାତ୍ରା ପାର୍ଟି। ଆଜ୍ଞା ନାଇଁ ନାଇଁ ଏଇ ବର୍ଷ ଫାଷ୍ଟ ଆମେ ଯାଉଛୁ। ଆଜ୍ଞା ଗୋଟେ କଥା କହିବେ ଯେ ଆପଣ ବର୍ତ୍ତମାନ ସୁନ୍ଦର ଅଛନ୍ତି ବୋଲି ପଳେଇ ଆସିଲେ ଯାତ୍ରା। ନାଇଁ 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 ସେମିତି ଅଛନ୍ତି ସେମାନେ କଣ କରିବେ ତାଙ୍କ କଥା ଟିକେ ଭାବିଛନ୍ତି। ହଁ ନିଶ୍ଚିନ୍ତ ଭାବରେ ମୁଁ ଭାବିଛି ମୋର ମୋ ରୋଜଗାରର ଶୈଳୀର ମାନେ ମୋ କଳା ଆଉ ମୋ ରୋଜଗାର ଯଦି ବଢିବ ମୁଁ ନିଶ୍ଚିନ୍ତ ଭାବରେ ସେମାନଙ୍କ ପାଇଁ କିଛି ନା କିଛି କରିବି। ଫାର୍ଷ୍ଟ କଥା ହଉଛି ସେକେଣ୍ଡ କଥା ହଉଛି ସୁନ୍ଦର ଅଛି ବୋଲି ଯାତ୍ରାକୁ ଆସିଛି ସେଟା ବୋଧେ ଯିଏ ମତେ ଆଣିଛି ସିଏ ଯଦି ଭାବିଥିବେ ମୁଁ ଜାଣିନି। ମୁଁ ଭାବିକି ଆସିଛି କି ମତେ ମୋ କଳା ଦେଖେଇବାର ଅଛି। ତ ମତେ କଳା ପ୍ରଦର୍ଶନ କରିବାର ଅଛି। ତ ସେଇ ହିସାବରେ ମୁଁ ଆସିଛି ଯାତ୍ରା। ନାଇଁ ଦେଖନ୍ତୁ ଗୋଟେ ଟ୍ରାନ୍ସ କୁ ଓଡିଆ ଇଣ୍ଡଷ୍ଟ୍ରି ଚାନ୍ସ ମିଳିବା ବହୁତ କଷ୍ଟ। ତ ମୋ ମାଇଣ୍ଡରେ ସେବେଠୁ ବସିଲା କି ନାଇଁ ମୁଁ ଯିବି ମତେ ଇଣ୍ଡଷ୍ଟ୍ରି ଲାଇନରେ ପଶିବାର ଅଛି। ତାପରେ ମତେ ମୁଁ ପ୍ରୋଫାଇଲ ସେୟାର କରିଥିଲି ମତେ ଜଣେ ଚାନ୍ସ ଦେଇଥିଲେ। ମୁଁ ତାଙ୍କୁ ରିକ୍ୱେଷ୍ଟ କରିଥିଲି ଆପଣ ଗୋଟେ ଟ୍ରାନ୍ସ ଗୀତ କରନ୍ତୁ ମୁଁ ତା ଦେହରେ କ୍ୟାରେକ୍ଟର କରିବି। ମୁଁ ବୋଧେ ଗୋଟିଏ ଆକ୍ଟର ହେବି ଟ୍ରାନ୍ସ ଆକ୍ଟର କେବଳ ଟ୍ରାନ୍ସ ର ମୁଭି କରିବି ଟ୍ରାନ୍ସ ର ସିରିଏଲ କରିବି ଯାହା ଟ୍ରାନ୍ସ କ୍ୟାରେକ୍ଟର ଥିବ ମୁଁ କରିବି। ଆଜ୍ଞା 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 ଟିମ୍ ନାଇଁ ସମାଜରେ କୋଉଠି ନା କୋଉଠି ବଦଳିଛି କାହିଁକି ନା କାଲିର ଦିନ ଆଜିର ଦିନ ଭିତରେ ବହୁତ ଫରକ ପଡିଛି। କାଲି ଲୋକମାନେ ଯୋଉଭଳିଆ ରେସପେକ୍ଟ ଦଉଥିଲେ ଆଜି ସେ ବହୁତ ଜିନିଷ ଚେଞ୍ଜ ହେଇଯାଇଛି। ରେସପେକ୍ଟ ଟିକେ ବଢି ଯାଇଛି ଆମ ମାନଙ୍କ ପ୍ରତି। ଆଉ ମୁଁ ଏଇଆ କହିବି ଆପଣଙ୍କ ମିଡିଆ ମାଧ୍ୟମରେ ଆମ ମାନଙ୍କୁ ବି ସଜାଗ ରହିବା ଦରକାର। ଆମ ମାନଙ୍କୁ ବି ଏ ସମାଜକୁ କୋଅପରେଟ କରିବା ଦରକାର। କାହିଁକି ନା ଏ ସମାଜକୁ କୋଅପରେଟ କଲେ ସମାଜ ଆମକୁ କୋଅପରେଟ କରିବ ଆମେ ଆଗକୁ ଯାଇପାରିବା। ମୁଁ ବହୁତ ଏକ୍ସାଇଟେଡ ଅଛି ଭାଇ ବହୁତ ଏକ୍ସାଇଟେଡ। ମୁଁ ତ ମତେ ଯେତେବେଳେ କାଲି ଅପା ଫୋନ କଲେ ଫାଷ୍ଟ କଲ୍ କଲେ କି ମୁଁ ରାଣୀ ଅପା କହୁଛି ମୋ ଫୋନ ଟିକେ ରିସିଭ କରନ୍ତୁ ମେସେଜ କଲେ କ୍ଲିୟର ମତେ କଣ ମେସେଜ କରୁଛନ୍ତି। ଆପଣଙ୍କର ଜଣେ ମିଡିଆ ଭାଇଙ୍କଠୁ ମୋ ନମ୍ବର ନେଇକି ମତେ ମେସେଜ କରିଥିଲେ। ତାପରେ ମୁଁ ତାଙ୍କ ସହିତ କଥା ହେଲି ମୁଁ ଭାବିନଥିଲି କି ସିଏ ମତେ କଲ୍ କରିଦିଏ। ତାପରେ ମୁଁ କଥା ହେଲି କି ମତେ ଆପଣ ଦେଖା କରନ୍ତୁ ମୁଁ ଆପଣଙ୍କ ପ୍ରୋଫାଇଲ ଦେଖିଛି ଆପଣ ଜଣେ ମିଡିଆ ଭାଇ ଦେଇଥିଲେ ଆପଣଙ୍କର। ଆଉ ମୁଁ ଯଦି ଆଜି ଏତେ ବାଟକୁ ଆସିଛି ଏଥିରେ ମିଡିଆ ଭାଇଙ୍କର ବହୁତ କାହିଁକି ନା ମତେ ଲୋକ ଚିହ୍ନି ନଥିଲେ ସେମାନେ ମତେ ନେଇ ଚିହ୍ନେଇଛନ୍ତି ଏବଂ ମୋର ଯୋଉ କଳାଟାକୁ ନେଇକି ସେମାନେ ନା ତାଙ୍କ ଆଗରେ ଦେଖେଇଛନ୍ତି। ଯୋଉ ଭାଇଟେ ମୋର ଭିଡିଓ ଦେଖେଇଛନ୍ତି ତାଙ୍କୁ ତାପରେ ସେ ମୋ ନମ୍ବର ମାଗିଛନ୍ତି ତାଙ୍କୁ ଦିଅ ତାଙ୍କ ନମ୍ବର ମୁଁ କଥା ହଉଛି। ତାପରେ ମୋ ସହିତ କଥା ହେଲେ ନିଶ୍ଚିନ୍ତ ଭାବରେ ଯଦି ମୁଁ ଯାଏ ସେ ଯାତ୍ରା ପାର୍ଟିକୁ ମୁଁ ଆପଣ ମାନଙ୍କୁ ନିଶ୍ଚିନ୍ତ ଭାବରେ ଜଣେଇ ଡକେଇବି ଏବଂ ଆପଣ ମାନଙ୍କ ପାଖରେ ଜଣେଇକିରି ହୁଏ ମୁଁ ଜାଣିନି ହଁ ହଁ ମେ ବି ହେଇପାରେ ମୁଁ ଜାଣି ମୁଁ ବି ଯୋଉ 2ଟି ପାର୍ଟିକୁ ଯାଉଛି ମୋ ସହିତ ଯାହା କଥା ହେଇଛନ୍ତି ମୋ କ୍ୟାରେକ୍ଟର କରିଛି। ନିଶ୍ଚିନ୍ତ ଭାବରେ ମୁଁ ଯଦି ଯାତ୍ରାକୁ ଯାଉଛି ତାହେଲେ ଆପଣ ମାନେ ଆସନ୍ତୁ ଦେଖନ୍ତୁ ଆଉ ମୋ ଅଭିନୟରେ ଆପଣ ମାନେ ସେଇଠି ମତେ ଜଜମେଣ୍ଟ ଦିଅନ୍ତୁ।